ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେହି +3 ସେକେଣ୍ଡ ସେମିଷ୍ଟାରର ଯାହାକି ସମସ୍ତଙ୍କର କମ୍ପଲସରି ସବଜେକ୍ଟ ଓଡ଼ିଆ ଅଛି। ଓକେ, ତାହାପରେ ଆଜି ଆମେ ପଢ଼ିବା ୟୁନିଟ୍ 2ର ପେଜ୍ ନମ୍ବର 16। ଓକେ, ଦେଖ, ଯୋଗାଯୋଗର ଅନ୍ୟ ଏକ ମାଧ୍ୟମ ଅଭିନୟ ଅଥବା ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ବା ବାକ୍ ଶକ୍ତିରୁ ବଞ୍ଚିତ ବ୍ୟକ୍ତିମାନେ ନିଜର ଅଙ୍ଗ ପ୍ରତ୍ୟଙ୍ଗ ସଞ୍ଚାଳନ କରି ନିଜର ଭାବ ବ୍ୟକ୍ତ କରିଥାନ୍ତି। ହସ୍ତ ସଞ୍ଚାଳନ ଓ ମୁଣ୍ଡ ସଞ୍ଚାଳନ କରିବା ମାଧ୍ୟମରେ ସମ୍ମତି ବା ଅସମ୍ମତି ପ୍ରକାଶ କରିବା ଯୋଗାଯୋଗର ଅନ୍ୟ ଏକ ପ୍ରକ୍ରିୟା। ତେଣୁ ଅଭିନୟ ମାଧ୍ୟମରେ ମଧ୍ୟ ଯୋଗାଯୋଗ ସ୍ଥାପନ ହୋଇପାରେ। ଶରୀରର ବିଭିନ୍ନ ଅଙ୍ଗ ଯେପରି ମୁହଁ, ଆଖି, ନାକ, କାନ, ହାତ ପ୍ରଭୃତି ବିଭିନ୍ନ ଅବୟବ ମାଧ୍ୟମରେ ଆମେ କ୍ରିୟା ପ୍ରତିକ୍ରିୟା ପ୍ରକାଶ କରିଥାଏ। ମନର ଭାବନା ମଣିଷର ମୁହଁରେ ପ୍ରତିଫଳିତ ହୁଏ। ଦୁଃଖ, କ୍ଳାନ୍ତି, ଉତ୍ସାହ, ଉଦ୍ବେଗ, କଷ୍ଟ ସବୁ ମୁହଁରୁ ଜଣାଯାଏ। ଓଠର ଦୁଇ ଧାର ହସ ମନର ଖୁସି ସୂଚାଉଥିବା ବେଳେ ଲୁହ ଦୁଇ ଧାର ଦୁଃଖର ସୂଚନା ଦିଏ। ତେବେ ଆଖିର ଚାହାଣୀ, ନାସିକାର ଚାଳନା, କାନରେ ହାତ ଦେବା ଆଦି ଭଙ୍ଗାରୁ ବିଭିନ୍ନ ସଂକେତ ଜଣାପଡ଼େ। କେଉଁଭଳି ଭାବ କେଉଁଥିରୁ ପ୍ରକାଶ ପାଉଛି ତାହା ଅନୁଧ୍ୟାନ କଲେ ବହୁତ ସଂକେତରୁ ଅର୍ଥ ଜଣାଯାଏ। ଏହିଭଳି ବହୁତ ଇଙ୍ଗିତ ରହିଛି ଯେଉଁଥିରୁ ଅନେକ ପ୍ରକାରର ଭାବ ବ୍ୟକ୍ତ ହୋଇପାରେ। ଭକ୍ତି ଭାବ ଓ ସମ୍ମାନ ପ୍ରଦର୍ଶନ, ହାତ ଯୋଡ଼ିବା, ଦୋଷ ପାଇଁ କ୍ଷମା ପ୍ରାର୍ଥନା, ହାତ ଧରି ପକାଇବା, ଅନ୍ୟ ପ୍ରତି ହାତ ଉଠାଇବା, ଆଘାତ ଦେବାକୁ ପ୍ରୟାସ କରିବା, ଉଚ୍ଚ ଓ ଦୃଢ଼ ସ୍ୱରରେ ଆଦେଶ ଦେବା ବେଳେ ନିମ୍ନ ସ୍ୱର ଅନୁନୟ ବିନୟ ପ୍ରକାଶ କରେ। ତେବେ ଶବ୍ଦ ଓ ସ୍ୱର ମାଧ୍ୟମରେ ଯୋଗାଯୋଗ ପ୍ରକ୍ରିୟା ମଧ୍ୟ ସୃଷ୍ଟି ହୋଇଥାଏ। ଯୋଗାଯୋଗର ପ୍ରକ୍ରିୟା ଅଙ୍ଗଭଙ୍ଗୀ, ଶବ୍ଦ, ସ୍ୱର, ଅଭିନୟ, ସାଙ୍କେତିକ, ଦୃଶ୍ୟ, ଶ୍ରାବ୍ୟ ମାଧ୍ୟମ ଅପେକ୍ଷା ମଣିଷର ବଚନ ଭଙ୍ଗୀ ମାଧ୍ୟମରେ ବିଶେଷ ଭାବରେ ସମାହିତ ହୋଇଥାଏ। କାରଣ ନିଜର ବଚନ ଭଙ୍ଗୀ ମାଧ୍ୟମରେ ମଣିଷ ପରକୁ ଆପଣା କରିବାର କ୍ଷମତା ରଖିଥାଏ। ଅଶାଳୀନ ମନ୍ତବ୍ୟ ଯେପରି ଶତ୍ରୁ ସୃଷ୍ଟି କରେ, ମିଥ୍ୟା କଥା ସେହିପରି ସମ୍ପର୍କ ସୁଦୃଢ଼ କରିଥାଏ। ସେଥିପାଇଁ ବାଚନିକ ଭାବଭଙ୍ଗୀ ଯୋଗାଯୋଗ ଉପରେ ବହୁ ପ୍ରଭାବ ପକାଏ। ସାଙ୍କେତିକ ଯୋଗାଯୋଗଠାରୁ ଏହି ପ୍ରକ୍ରିୟା ସ୍ପଷ୍ଟ ଅଟେ। ସଂକେତ ଅପେକ୍ଷା କଥାବାର୍ତ୍ତାକୁ ସମସ୍ତେ ସହଜରେ ବୁଝିପାରନ୍ତି। ଏହାର ପରିସର ବ୍ୟାପକ। ନିଜର ସମସ୍ତ ଆବଶ୍ୟକତା ଆବାଳ ବୃଦ୍ଧ ବନିତା ବାଚିକ ଯୋଗାଯୋଗ ମାଧ୍ୟମରେ ପୂରଣ କରିଥାନ୍ତି। ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ। କିନ୍ତୁ ସମୟେ ସମୟେ ଏହି ବାଚନିକ ପ୍ରକ୍ରିୟାରୁ ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ। ମୌଖିକ ଯୋଗାଯୋଗର କୌଣସି ପ୍ରମାଣ ନଥିବାରୁ ଏହାକୁ ଅସ୍ୱୀକାର ମଧ୍ୟ କରାଯାଇପାରେ। ତେଣୁ ଏହାଦ୍ୱାରା ନାନା ସମସ୍ୟା ସୃଷ୍ଟି ହୋଇଥାଏ। ଉପର ବର୍ଣ୍ଣିତ ଯୋଗାଯୋଗର ନାନା ମାଧ୍ୟମ ମଧ୍ୟରୁ ପ୍ରତ୍ୟକ୍ଷ ଯୋଗାଯୋଗ ଅଧିକ ବାସ୍ତବ୍ୟ ମନେ ହୁଏ। ଏହି ଯୋଗାଯୋଗ ମୁହାଁମୁହିଁ କଥାବାର୍ତ୍ତା, ଶିକ୍ଷକଙ୍କ ଦ୍ୱାରା ପ୍ରଦାନ ହେଉଥିବା ଶିକ୍ଷା, ଦିଆଯାଉଥିବା ଭାଷଣ ଇତ୍ୟାଦି। ଏରେ ପ୍ରତ୍ୟକ୍ଷ ଯୋଗାଯୋଗ ଦ୍ୱାରା ସଙ୍ଗେ ସଙ୍ଗେ କ୍ରିୟା ପ୍ରତିକ୍ରିୟା ପ୍ରକାଶ ପାଏ। ବିରେ ବକ୍ତା ସ୍ୱାଧୀନ ଭାବର ମନର ଭାବ ପ୍ରକାଶ କରେ। ସିରେ ପ୍ରତ୍ୟକ୍ଷ ସିଦ୍ଧାନ୍ତ ଓ ସୂଚନା ମଧ୍ୟ ମିଳିଥାଏ। ଡିରେ ଅନେକ ତଥ୍ୟ ମିଳିଥାଏ। ଇରେ ଜଣେ ବ୍ୟକ୍ତିର ବିଚାର ଅନ୍ୟମାନଙ୍କ ନିକଟରେ ଉପଲବ୍ଧ ହୋଇଥାଏ। ଏଇଠୁ ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ। ଯାହା ମୋର ଭୁଲ ଅଛି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଓକେ, ଆଉ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ ସବୁ କରନ୍ତୁ। ଓକେ, ଜୟ ଜଗନ୍ନାଥ।